क्रांति थिला संक्रांति ग्रह चलन माने देखंतु गोटे गोटे विपद जार अच्छी विपद ही संपद बेले बेले विपद ही संपद यार जिते विपद अच्छी सी भी गोटे परफेक्ट मनीष विपद को लेकिन से किसी सजाग हो पार विपद मनीष को सचेतन कराए मार्गदर्शन दिए खराब बाटू भल बाटू पाण पृथ्वी जिते सब घटना घटुची जहाँ निर्धारित अच्छी सेटा तुम उपयोगी भगवान जहाँ सब कर किछि जे आवश्यकता नहीं ता नुहे किछि आवश्यकता अच्छे सबूर किछि आवश्यकता अच्छे से कर विपद भी आवश्यकता अच्छी मनुष्य संपद भी आवश्यकता जने जने लोक विपद आसिले संकुचित हो जाउछन विपद आसिले भय कातर है कौन नहीं कौन भावना कर गोटे बड़ टिप्स मुझे दौची आज विपद मनीष को सुदृढ़ कर विपद मनीष को सुदृढ़ करे बुझे मो कथारे आज गोटा क्रांति दिन दिवस संक्रांति क्रांति अर्थ परिवर्तन संक्रांति सब परिवर्तन आसे मो कहबार कथा होची जड़े जड़े विपद रे बहुत शोकाकुल हो पड़ती अधैर्य हो पड़ती भय हो पड़ती गम गम झाड़ बोई पड़े कौन करी माने किसी देखा जाए ना थलकूल मिलेनि कहीं ये गोटे संसार पृथ्वी एक पृथ्वीर गति बा पृथ्वी की जदि आकलन करिबा प्रत्येक जगार किसी असुविधा रही एयर क्रैश हो गला कि कौन कौन हो जाऊँ नई बड़ी फ्लड आसी जाऊँ साइक्लोन हो कौन नहीं कौन हो अनसर्टन जिनस अनसर्टन किंतु जड़े ज्ञानी लोक जड़े विचारशील लोक सी केवल अधैर्य हवानी से सल्यूशन खोज आ ज्ञान जदि जानी नहीं जाए विपद ही मोर गोटे संपद से तो तत्क्षणात परिवर्तन हो तत्क्षणात परिवर्तन हो गला ये विपद मो किसी माने प्लान नहीं कर मत परिवर्तन करने परिवर्तन हो शक्तिशाली आहरी शक्तिशाली हो मु तो कहूँ आम ना राम ना कृष्ण ना केते महापुरुष अच्छा भगवान अच्छा राम कृष्ण बुद्ध महावीर मंसूर जिते सब आसचंती रक्षित दास आमर अच्युतानंद महापुरुष गाई गोड़ौले गाई रखी शोया को जगह नाला कोटी घरे जेते भीम बही अंध कंध
କେତେ କେତେ ମହାପୁରୁଷ ଆସିଛନ୍ତି, କେତେ ଦୁଃଖ ଦୁର୍ଦିନ ଭିତରେ କାଳାତିପାତ କରିଛନ୍ତି। ବହୁତ ଦୁଃଖ ଅଛି, କିନ୍ତୁ ମୁଁ ଯେତିକି ଜାଣିଛି କୃଷ୍ଣ ଭଗବାନ ବୁଦ୍ଧ ମହାବୀରଙ୍କ ଠାରୁ ଆମେ ବହୁତ ବିପଦକୁ ଷ୍ଟ୍ରଗଲ କରିଛୁ। କଳ୍ପନା ବାହାରେ, କଳ୍ପନା ବାହାରେ। ତାଙ୍କଠାରୁ ବଡ଼ ଦୁଃଖ ଆମର। ହୁଏତ ଶିବମୁନି ଆସିଛନ୍ତି, ଶିବମୁନି ଦେଖିଛନ୍ତି ଆମେ କୋଉ ଅବସ୍ଥାରେ ଥିଲୁ, କେତେ ବିପଦକୁ ଟ୍ୟାକେଲ କରିଛୁ। ଅବଶ୍ୟ ଶିବମୁନିକି ବିଷ ଦିଆଯାଇଥିଲା, ମରିବାର ମାନେ ସୋପାନରେ ଶୋଇ ଦିଆଯାଇଥିଲା। ସ୍ୱୟଂ ଗୁରୁଦେବ ଆସିଲେ କହିଲେ ମୋ ଦୁଃଖ ଠାରୁ ବାସ୍ତବରେ ତୁମେ ବହୁତ ଧୈର୍ଯ୍ୟଶୀଳ। ସ୍ୱୟଂ ଗୁରୁଦେବ କହିକି ଯାଇଛନ୍ତି, ପଚାରିବେ ଯୋଉ ଆସିବ ଗୁରୁ ପୂର୍ଣ୍ଣିମାରେ ପଚାରିବେ। ମାନେ ସେ ନିଜେ କହିଲେ ତାଙ୍କ ଦୁଃଖ ଠାରୁ ଆମ ଦୁଃଖ ଆହୁରି ବଳଶାଳୀ। ଦୁଃଖ ମାନେ ବିପଦ, ମାନେ ଚାଲିଛି ଗୋଟେ ଯୁଦ୍ଧ ଚାଲିଛି। ଆମେ ବି ସେ ଯୁଦ୍ଧକୁ ହାରାସମେଣ୍ଟ ହେଇନୁ, ସେ ଯୁଦ୍ଧରେ ବିପଦକୁ ସ୍ୱାଗତ କରୁଛୁ। ବେଳେବେଳେ ଆସୁ ବିପଦ, ଆମେ ଆହୁରି ବଳଶାଳୀ ହେଇଯାଉ। ବୁଝିଲେ, ଯେତେ ବିପଦ ଆସିବ ତୁମେ ସେତେ ବଳଶାଳୀ ହେବ। କିନ୍ତୁ କଣ୍ଡିସନ ଗୋଟେ। କଣ କଣ୍ଡିସନ? କଣ୍ଡିସନ କଣ? ଶୁଚାଗ୍ରେ ଦେବି ନାହିଁ ମେଦିନୀ, ସେମିତି ହେଲେ ହବନି। ଛୁଞ୍ଚି ଅଗରେ ମୁଁ ତମକୁ ମାଟି ଦେବିନି, ମେଦିନୀ ମାନେ ପୃଥିବୀ ଟିକେ ବି ଦେବିନି, ଦୁର୍ଯ୍ୟୋଧନକୁ ବାଦ। ସେମିତି ନୁହେଁ, ତୁମେ ଗୋଟିଏ ଲକ୍ଷ୍ୟରେ ରୁହ, ମୋର ସେଇ ଦରକାର, ମୋର ସେଇ ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ୍ଧର। ତୁମେ କୃଷ୍ଣ କୁ ଧରିକିରି ଚାଲ, ବିପଦ ମୁକ୍ତ ହବ। ଆଉ ତୁମେ ୱାର୍ଡ ମେମ୍ବରକୁ ଧରି କହିବ ମୁଁ ଯୁଦ୍ଧ କରିବି, ସରପଞ୍ଚକୁ ଧରି କହିବ ଯୁଦ୍ଧ କରିବି, କାହାକୁ ସାଙ୍ଗସାଥି ଧରି ଯୁଦ୍ଧ କରିବି, ହବନି, ଅସମ୍ଭବ। ଏମଏଲଏ ହୁଅନ୍ତୁ, ମନ୍ତ୍ରୀ ହୁଅନ୍ତୁ, ଯେତେ ବଡ଼ ପାୱାରଫୁଲ ପୋଷ୍ଟରେ ଥାନ୍ତୁ, ସେ ତମର କିଛି କରିପାରିବ। ଗୋଟିଏ ମାତ୍ର ଲକ୍ଷ୍ୟ ଦରକାର, ଗୋଟିଏ ମାତ୍ର ବ୍ୟକ୍ତି ଦରକାର, ଗୋଟିଏ ମାତ୍ର ଭଗବାନ ଦରକାର, ଗୋଟିଏ ମାତ୍ର ଆଶ୍ରୟ ଦରକାର, ସାଙ୍ଗ ଦରକାର, ସାଥୀ ଦରକାର, ସେ ହଉଛି ଆତ୍ମା। ଘର ଆଗକୁ ଚାଲ, ଦେଖିବ କେତେ ବିପଦ ଆସିଲେ ବି ସବୁ ଉତ୍ପାଦନ ହେଇଯିବ, ଫୋପାଡ଼ିକି ସବୁ ଉପାଡ଼ିକି ଫୋପାଡ଼ି ଦେବ ବିପଦ। କଣ୍ଡିସନ ଗୋଟିଏ, ଲକ୍ଷ୍ୟ ଗୋଟିଏ, ଯେ ମୁଁ ସେଇଆ ହେବି ବା ମୁଁ ତାକୁ ଦେଖିବି। ପ୍ରୋସିଜର ଗୋଟେ ମିଶନ ଆରମ୍ଭ କର, ମିଶନ, ଆତ୍ମର ମିଶନ, ଆତ୍ମା ମିଶନ। କେହି ନାହାନ୍ତି ସେ ମିଶନରେ, ତୁମେ ଦି ଜଣ, ନା ସ୍ତ୍ରୀ ଅଛି, ନା ପୁତ୍ର ଅଛି, ନା ସାଙ୍ଗ ଅଛି, କେହି ନାହାନ୍ତି। ମିଶନ ଟୁ, ମିଶନ ଟୁ, ମିଶନ ଟୁ ମାନେ ଦୁଇ ଜଣ। ଗୋଟିଏ ମିଶନରେ ଦୁଇ ଜଣ ରୁହ, କାହାକୁ ଆଣନି ମିଶନ। କାହା ଆଗରେ ହାତ ଯୋଡ଼ି ଛିଡ଼ା ହୁଅନି ଯେ ମତେ ସହଯୋଗ କର। ପାରୁଛ ଯଦି ହାତ ଯୋଡ଼, ହାତ ଟେକି ଦିଅ ଉପରକୁ। କାହା ପାଖରେ? ଆତ୍ମା ପାଖରେ। ମିଶନ ସକ୍ସେସ ହେଇଗଲା ଜାଣ। ଆସୁ ବିପଦ, ବିପଦକୁ ସ୍ୱାଗତ କର। କଣ୍ଡିସନ ଗୋଟେ କହିଛି, କିନ୍ତୁ ତୁମେ ସେଠି ଥିବ, ତା ସହିତ ଥିବ, ଯତ୍ର ପାର୍ଥ ଧନୁର୍ଦ୍ଧର ଯତ୍ର ଯୋଗେଶ୍ୱର କୃଷ୍ଣ। ଏଇଥିପାଇଁ କୁହାଯାଇଛି କୃଷ୍ଣଙ୍କୁ ଧରିକିରି ଯୁଦ୍ଧ କର।
ଆଉ ତୁମେ ଗାଡ଼ି ନେଉଥିବ ପଲଟି ପଡ଼ିବ, ଯୁଦ୍ଧ କ'ଣ କରିବ? ସୁନୁଟା ଗଳି ପଡ଼ିବ ଗାଡ଼ି ତଳେ, ଆକ୍ସିଡେଣ୍ଟ ହେଇଯିବ। ତୁମେ ଗାଡ଼ି ରଖିଛ, ପଛରୁ କିଏ ବାଡ଼େଇ ଦେବ, ତୁମେ ଚଲଉଛ କିଏ ଚଢ଼େଇ ଦେବ। କିନ୍ତୁ କୃଷ୍ଣ ଯଦି ଥିବ, ତୁମେ ଯଦି ଏକ ଲକ୍ଷ୍ୟରେ ଥିବ, ସାଧନରେ ଥିବ, କୃଷ୍ଣ ଥିବ, କୃଷ୍ଣ ମାନେ ହିଁ ଆତ୍ମା, ତାହେଲେ ବିଜୟ କରିପାରିବ। ସବୁଆଡ଼େ ବିଜୟର ଝଣ୍ଡା ଉଠିବ। ଆଉ ସମସ୍ତଙ୍କର କିଛି ନା କିଛି ବିପଦ ଅଛି, ନାହିଁ କହିଲେ ହବନି। ଆଉ ତୁମେ ମ୍ରିୟମାଣ ହୁଅନି ବିପଦରେ। ଗୋଟିଏ କଣ୍ଡିସନ, ମ୍ରିୟମାଣ ହୁଅନି, ତାକୁ ଦେଖ, ଅବଜରଭେସନ କର। ବିପଦଟା କ'ଣ, କାହିଁକି ଆସିଲା, ଆ ଦ୍ୱାରା ମୋର କ'ଣ କ୍ଷତି ହବ, ଆ ଦ୍ୱାରା କ'ଣ ଲାଭ ହବ। ବୁଝିଲେ? ଆଗେ ତାକୁ ତଦାରଖ କର, ବିପଦକୁ ଦେଖ, ବହୁତ ନିକଟରୁ ଦେଖ। ଆଉ ଯଦି ତୁମେ ଆତ୍ମାର ପାଖରେ ଅଛ, ପ୍ରତ୍ୟେକ ଦିନ ସାଧନ କରୁଛ, ପ୍ରତି ମୁହୂର୍ତ୍ତରେ ଆତ୍ମା ତୁମ ସହିତ ଅଛି ବୋଲି ଅନୁଭବ କରୁଛ, ଯଦି ଦେଖୁଛ ତୁମେ ସାଧନ କରୁଛ, ଯଦି ଅନୁଭବ କରୁଛ ମୁଁ ଆତ୍ମା ମୋ ପାଖରେ ଅଛି, କାଲି କହୁଥିଲି କଥା ହୁଅ, ଆଜି କହୁଛି କ'ଣ ନା ଆତ୍ମା ହିଁ ତୁମର ସବୁ କିଛି। ବିନା ଆତ୍ମାରେ ଯୁଦ୍ଧ କରନି। ବିନା ଆତ୍ମାରେ ଯୁଦ୍ଧ କରନି ମାନେ ତୁମେ ଯଦି ସାଧନ ପ୍ରତ୍ୟେକ ଦିନ କରୁଥିବ ରାତି 3ଟାରୁ ଉଠିକି, ତାହେଲେ ଉଠାଅ ଗାଣ୍ଡିବ, ଉଠାଅ ଗାଣ୍ଡିବ। ଦେଖିବ କେତେ 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 ସୈନ୍ୟ ତୁମ ପାଖରେ ଥିବେ, କେତେ ଶତ୍ରୁ ଥିବେ, ସବୁ ଧୂଳିସାତ ହେଇଯିବେ। ବିଜୟ ଅବସମ୍ଭାବୀ। ଫାଇନାନ୍ସ ଗୋଟେ ବିପଦ, ରୋଗ ଗୋଟେ ବିପଦ, ଶତ୍ରୁ ଗୋଟେ ବିପଦ, ଅଭାବ ଅନାଟନ ବିପଦ, ଏସବୁ ବନ୍ଧୁ ବିପଦ। ଘର ନାହିଁ, ନାହିଁ ନାହିଁର ସଂସାର, ତେଲ ଲୁଣ ନାହିଁ, ଭାତ ତୋରାଣି ନାହିଁ, ଶାଗ ଭଜା ନାହିଁ, ବ୍ୟବହାର ନାହିଁ ଦବା ପାଇଁ, ଭିକଟିଏ ଦେବା ପାଇଁ ପଇସା ନାହିଁ, କିଛି ନଥାଉ, କିଛି ବି ନଥାଉ। ଜାଣିଛନ୍ତି ବୁଦ୍ଧ ଯେତେବେଳେ ଯାଇଥିଲେ ଭିକ୍ଷା କରିବା ପାଇଁ, ଜଣେ ଗୋଟେ ସ୍ତ୍ରୀ ଲୋକଟା ଗୋଟିଏ ଆମ୍ବ ଆଣି ଦେଇଦେଲା, ଗୋଟିଏ ଆମ୍ବ। ବୁଦ୍ଧ ତ ଜାଣୁଥିଲେ ମହାପୁରୁଷ, ଆଉ ତା ପାଖରେ କିଛି ନଥିଲା। ସେ ସ୍ତ୍ରୀ ଲୋକ ପାଖରେ କିଛି ନଥିଲା, ଖାଇବାକୁ ବି ନଥିଲା। ମାନେ କେତେ ଭଲ ପାଉଥିଲା ବୁଦ୍ଧଙ୍କୁ ସେ। ଆଉ କ'ଣ ଥିଲା ତା ପାଖରେ? କିଛି ବି ନଥିଲା। ମୁଁ ଯଦି କହିବି ତୁମ ପାଖରେ ମନେକର 20 ଲକ୍ଷ ଟଙ୍କା ଅଛି, ତୁମେ ଆମକୁ 10,000 ଟଙ୍କା ଦଉଛ ଘର କରିବା ପାଇଁ, ବା 50,000 ଟଙ୍କା ଦଉଛ ଘର କରିବା ପାଇଁ, ଅବଶିଷ୍ଟ କେତେ ରଖିଲ? 20 ଲକ୍ଷରୁ 50,000 ଗଲା, ଆଉ 19,000, 19 ଲକ୍ଷ 50,000 ରହିଲା। ତୁମେ 19,50,000 ଆମକୁ ଦେଇକିରି ତୁମେ 50,000 ଟଙ୍କା ରଖ, ଦେଇପାରିବେ? ଦେଇପାରିବେନି। ଏଠି ଗଣିତ ହବ, ଗଣିତର ବସାଣ ହବ, ଇଏ କେବେ ସମ୍ଭବ ନୁହେଁ। ତୁମେ 19,50,000 ଟଙ୍କା ଆମକୁ ଦବ, ତୁମେ 50,000, 19,50,000 ଟଙ୍କା ତୁମେ ଦେଇପାରିବ କି? ସେଇ ପରିମାଣରେ ଯାହାର ଯୋଉ ଅଛି, ଅମାନନ୍ତ ଅଛି, ସାକ୍ରିଫାଇସ୍ କରିପାରିବ କି? नो ନେଭର। ବୁଝିପାରିଲେ? ତେଣୁ ସମସ୍ତେ ନିଜକୁ, ନିଜର ଧନକୁ, ନିଜର ପରିସୀମାକୁ, ନିଜର ଅମାନନ୍ତକୁ ଭଲ ପାଆନ୍ତି। କାରଣ ନିଜକୁ ସେ ଭଲ ପାଆନ୍ତି, ନିଜେ କେମିତି ସୁରକ୍ଷିତ ହବ। ଦେଇଦେଲେ ବି କ'ଣ ଅସୁବିଧା ଅଛି? ତୁମେ 19,50,000 ଟଙ୍କା ଯଦି ଦିଅ, ଅସୁବିଧା କ'ଣ ଅଛି? 50,000 ରଖିକିରି
किंतु तुमर माया भी मन एते द्रुत सेटा करे दबनी एटा माया भी मन एते द्रुत सेटा केबे करे दबनी आ विपद जदि अच्छी एटा संभव विपद खड़ग एते शक्तिशाली ये सब काटी दब मुझे कंडीशन करी जिते मोर यूरिन ट्रबुल होता कारण विपद थिला कहली मोर समस्त संपत्ति की नहीं जाऊ मत भल कर दो माने शून्य मोर किछि न रहो मो स्वास्थ्य था मो जीवन था तेणु विपदटा बेले बेले तुमको सहयोग करे सुधार करे विपद तुमको माने जेमती ये गोटे सुंदर टॉपिक बुझिले ये गोटे सुंदर कथा ये गप नुहे ये कहानी नुहे ये वास्तव चित्र कथा कह मनुष्यर विपद कौन करे ना तुमको सुधार करे आ समस्त विपद भय युक्त हो जाए तेणु तुम्हें ये गोटे भल टिप्स नियो जे विपद तुम्हें केवे हारासमेंट हो जान ये विपद मो भल आस बास सरीगला जन जन अभाव अनाटन अच्छे से पाठ पढ़ुची कि नहीं आईएएस पाउची कि नहीं ये गोटे सुंदर कहानी नुहे गोटे सुंदर उपस्थापना सुंदर मनीष को परिवर्तन करने सुंदर कथा ये बुझिले विपद जिते आसूची ताकू बेखातिरी कर ता ऊपर सवार हो पड़ो तुम्हें सवार हो पड़ो तेणु कहबार कथा थिला कटि आसली आड़क जेते महापुरुष सब आसछन के गोटे भल अवश्य राजा छुआ जे राजा छुआ आ भी गरीब पिला अच्छा गरीब रु महापुरुष होती राजा छुआ महापुरुष होती किए त्याग कर महापुरुष तुम्हें देखु तुम्हें 5 पैसा दवाई अंगीकार करन दृढ़ निष्पत्ति नौन बुद्धदेव सिंहासन छाड़ी पड़े बुद्धदेव सिंहासन छाड़ी पड़े आज से सिंहासन टा तार सबुआड़े सिंहासन हो जाए सबु देश सिंहासन अच्छी बुद्धदेव त्यागरे भी बहुत जिनस अच्छी त्यागरे बहुत जिनस तुम पाइब तुम्हें एठी सहयोग जदि करा जाए तुम भाव मो पैसा पड़ेगा कि इकोनॉमिकल देखिले से हो पैसा माइनस होगा किंतु आध्यात्मिक लाइन में देखिले तुम्हें प्लस हो आध्यात्मिक दृष्टि चिंता करे तुम्हें प्लस अच्छ क्या त्याग ही अनंत असीम शक्ति अच्छी त्याग जोटी तुम्हें से भरपूर आनंद भरपूर स्वच्छलता आसीज से धन राशि भी बढ़ी जाए तुम्हें जदि एक्सपेंडिचर साइड नहीं खर्च कर कुंठाबद्ध हो तुम कहीं पैसा आस तुम बारंबार कही प्रकृति केवे दबन प्रकृति अंगीकार करनी तुमको पैसा दवाई कारण तुम मन को प्रकृति जानी प्रकृति ही मन तुम मन भीतर कौन अच्छे कौन मन प्रकृति जाननी तुम्हें जान मन जाननी तेणु प्रकृति तुमको जी देती आउ सांक्शन करनी तुम सी जान गोटे गध स्टूडेंट ये एक्सपेंडिचर जानी इनकम कहीं दि प्रकृतिर नियम यहाँ
ପ୍ରକୃତିର ନିୟମ। ମୋର ଟିପ୍ସ ଆଜି ଥିଲା ଯେ ଏଇ ତ ଭିତରେ ଭିତରେ ଗୋଟା ପଶି ଯାଉଛି, କିନ୍ତୁ ମୋର ଟିପ୍ସ କ'ଣ ଥିଲା ଜାଣନ୍ତି? ମୋର ଟିପ୍ସ ଥିଲା ବିପଦ ମୁକ୍ତ କେତେବେଳେ ହବ? ଯେତେବେଳେ ବିପଦ ଉପରେ ସବାର ହବ। ବିପଦକୁ ବେଖାତିରି କରିବ। ବିପଦକୁ ଜ୍ଞାନରେ ଜାଣି ନେଇଯିବ ବିପଦ କାହିଁ ଆସିଛି। ବିପଦ କାହିଁ ଆସିଛି ଯେତେବେଳେ ଜାଣି ନେଇଯିବ, ବିପଦରେ କାହିଁ ଭୟାତୁର ହବ? ହବନି କି? ଜ୍ଞାନୀ ଲୋକ କେ ବିପଦରେ ଭୟାତୁର ହବ। ମୂଳରୁ ଜିରୋକୁ ପଳାଅ। ଧରାଯାଉ ବିଲକୁଲ ତୁମେ ଆସିନଥାନ୍ତ ପୃଥିବୀ, କ'ଣ ହେଇଥାନ୍ତା? ମୂଳରୁ କାଟିଦିଅ ଚେର। ଯିଏ ଏବେ ସିନା ଆସିଛ ବୋଲି ପୃଥିବୀର ରଙ୍ଗଶାଳା ତୁମକୁ ବିରାଟ ଦେଖାଯାଉଛି, ସବୁ ଭାବୁଛ ତୁମେ। ଯଦି ବିଲକୁଲ ନ ଆସିଥାନ୍ତା, ମନେକର ତୁମେ ନା ସ୍ତ୍ରୀ ଅଛି, ନା ପୁଅ ଅଛି, ନା ସଂସାର ଅଛି, ନା ଟଙ୍କା ଅଛି, ନା କାଉଣ୍ଟର ଅଛି, ନା ଦୋକାନ ଅଛି, ନା ଚାଷ ଅଛି, ନା ପାଠ ଅଛି, ନା ରାଜନୀତି ଅଛି, କିଛି ନାହିଁ। ଯଦି ତୁମେ ନାହ ତ କିଛି ନାହିଁ। ନା ବିପଦ ଅଛି, ଗଲେ ମୂଳରୁ କଟିଗଲ। କିଛି ତ ନାହିଁ। ଆଉ ଅଛି ଯୋଉଟା, ତୁମେ ସେଇଟାକୁ ଲୋଭ କରୁଛ। ଆସିଛ ଦେଖୁଛ, ଆସିନଥାନ୍ତ କିଛି ନାହିଁ। ଆସିକିରି ବି କ'ଣ ନେଇଯିବ? ସେ ବି କିଛି ନାହିଁ, ଶୂନ୍ୟ। ତେଣୁ ମଝିରେ କାହିଁ ଉବୁଟୁବୁ ହବା? ଆମେ ମଝିରେ କାହିଁ ଉବୁଟୁବୁ ହବା କୁହନ୍ତୁ? ହେଇ ବୁଡ଼ିଗଲି, ହେଇ ମରିଗଲି, ହେଇ ଅମକ ହେଇଗଲା, ଏ ଭାସିଗଲା, ଅମକ ହେଲା, ସମକ ହେଲା, ଇତ୍ୟାଦି। ମାନେ ଦେଖନ୍ତୁ, ଶୂନ୍ୟ ହଉଛି ଆସିବା। ନ ଆସିଥାନ୍ତ କିଛି ନାହିଁ, କିଛି ନଥିଲା। ଜୀବ ବି କିଛି ନାହିଁ ତୁମ ପାଖରେ। ତାହେଲେ କାହିଁ ଉବୁଟୁବୁ ହବା ଆମେ? ଆସିଲ ତ କିଛି ନାହିଁ, ନ ଆସିଥିଲେ କିଛି ନାହିଁ, ଗଲ ବି କିଛି ନେଇକିରି ଗଲ। ମଝିରେ କାହିଁ ଉବୁଟୁବୁ ହବା ଆମେ? ତେଣୁ ବିପଦ ବହୁତ ସତର୍କ କରେଇଦିଏ ତୁମକୁ। ବିପଦ ବହୁତ ସତର୍କ କରେଇଦେବ। ବିପଦ ନଥିଲେ, ଯେମିତି ରାଗ ଦରକାର, ତରକାରୀରେ ଲୁଣ ବି ଦରକାର। ଖାଲି ରାଗ ହେଲେ ହବନି, କି ଲୁଣ ହେଲେ ହବନି, ବୁଝିଲେ? ତେଣୁ ଦୁଃଖ ସହିତ, ଏ ସମ୍ପଦ ସହିତ, ଆନନ୍ଦ ସହିତ କିଛି ବିପଦ ରହିବା ଦରକାର। ବିପଦ ରହିବା ଦରକାର, ରହିଛି ମଧ୍ୟ। ତେଣୁ ଏତିକି ମନେ ରଖନ୍ତୁ, ଯୋଉ ବିପଦ ଆସୁଛି ତୁମ କଡ଼ରେ ଦେଖା ଦଉଛି, ବାସ୍ ତୁମେ ଭୟ କରନି ବିପଦ। ଆନନ୍ଦର ସଲ୍ୟୁସନ ଖୋଜ, ଆତ୍ମକେନ୍ଦ୍ରିକ ହେଇ ଖୋଜ, ତାହେଲେ ବିପଦ ଜୟ ହବ। ଆଉ ଗୋଟେ ବିପଦ ମୁକ୍ତ ହେଇଗଲ, କିଛି ତରିକା ଜାଣିଗଲ, ଅନୁଭବ କଲ ଏ ବିପଦ ମୋ ପାଇଁ ଠିକ ଥିଲା। ମୁଁ ମୋର ସମ୍ପତ୍ତି କି ମୋର ବିପଦ ସହିତ ମୁଁ ଭାଲ୍ୟୁଏସନ କରିଥିଲି। ଆଜି ଯଦି ସେ ବିପଦ ନଥାନ୍ତା, ହୁଏତ ମୁଁ ଏଠି ନଥାନ୍ତି, ଏ ଜ୍ଞାନ ପ୍ରାପ୍ତି ହେଇନଥାନ୍ତା, ମୁଁ କିଛି ଜାଣିପାରିନଥାନ୍ତି। ସଂସାର ସରନ୍ତାଣି। ତେଣୁ ବିପଦ ଆସିଛି ମାନେ ତମେ କିଛି ଶିଖିଲ, ଅନୁଭବ କଲ, ପରିଶାନ ହେଲେ ବି ଅନୁଭବ କଲ। ତେଣୁ ଆତ୍ମା ପରୋକ୍ଷରେ କ'ଣ କରେ ନା, କେତେ ଗୁଡେ ବିପଦ ରଚନା କରେ, ସଂରଚନା କରେ ତୁମରି ପାଇଁ। କହିଛି, ଯୋଉଦିନ ବିପଦ ଆସି ବସିଯାଅ, ଢଳି ପଡ ଆତ୍ମା, ଢଳି ପଡ କେବଳ ଆତ୍ମା। ଆଉ ଯୋଉଦିନ ବିପଦ ଥିବ, ସେଇଦିନ ଏକାଗ୍ରତା ଆସିବ, ଅଧିକ ଏକାଗ୍ରତା ହବ। ଆଉ କିଛି ବାଟ ନାହିଁ ନା।
शेष सिद्धांत, शेष बाट, शेष अस्त्र आत्मा। कैंसर एज कौन करियो तुम्हें? आत्मा को धर। पोलियो है आत्मा को धर। शत्रु डिंडिब सेपटे बाजुची आत्मा को धर। घरे खाद्य नहीं आत्मा को धर। तुमको एक कथा विचित्र लगी पारे जे आत्मा को धरले केम सब मिलिबो। टिके चिंता करंतु आत्मार तो विराट सृष्टि रहस्य भितर तुम्हें रही ना। ये पृथ्वीर सृष्टि होची आत्मा पाई, पवनर वेग आत्मा पाई, सूर्यर स्थापना आत्मा पाई, फल भितर जो मिठा अच्छे आत्मा पाई, फूल भितर जो सुगंध अच्छे आत्मा पाई, फूल भितर जो सौगंध अच्छी सौंदर्य अच्छी आत्मा पाई। तेणु भूल रे ये प्रेडिक्शन दिया जाऊनी, ये भूल प्रेडिक्शन नुहे जे आत्मा को धरिले सब किछि हे जीव। ये भूल प्रेडिक्शन नुहे, अनुभव प्रेडिक्शन, वेदर प्रेडिक्शन, गीतार प्रेडिक्शन, भागवतर प्रेडिक्शन है। सबु समूह मुनि जगतर प्रेडिक्शन, मुनि ऋषि मानकर एक कथा। आत्मार क्षणे मात्र चिंतन ईश्वर चिंतन, आत्मार क्षणे मात्र चिंतन ईश्वर चिंतन। विपद न आसिले तुम्हें आत्मा आड़ को जापरिबनी। मु तो निजे स्वयं कहूँ जदि मोर यूरिन ट्रबल न था माने बुद्धि दिशिलानी, मत कि बुद्धि दिखालानी, माने एमती सरंजना कर दिगला। तेणु तुम फेरी आसिल ए जगत, कहीं भी आनी पार न मत एठी। आम जो जगत बुलूलु कहीं आनी पार न किए बुझेब। तेणु विपद आनी थोदेले। एमती विपद थुआगला तुम्हें जोग 3 थर करने बाध्य हल। 3 थर 3 टाइम्स न कले बंद, रथ बंद, चक बंद, खाद्य बंद, पीवा बंद, सब बंद, निद बंद। कौन करिवो? कौन करिवो? चिंता कर। देखो जो मान रोग न था मुनि समाज भी न था, रोग पाई से माने आसनी केवल आ कोठी आसनी गोटे विराट सिंहासन ग्रहण करने रोग नहीं कि आसनी, किंतु विराट सिंहासन बसिया से सिंहासन कौन ना आत्म सिंहासन। आत्मा को प्राप्त करने जो रोग सृष्टि है तुम भीतर आत्मा को केवल प्राप्त करने रोग किसी नुहे। रोग गोटे किसी ना, ये केवल माया। तुम शरीर तुम चिंतन अच्छी, तुम कल्पना अच्छी, कल्पना परिवर्तन कर रोग परिवर्तन है डेफिनेटली। एटा डेफिनेटली परिवर्तन है। तुम केवल भावना परिवर्तन हेल्ले रोग परिवर्तन। ना मेडिसिन दरकार, ना औषध पानी दरकार, ना जोग दरकार, किसी दरकार नहीं, केवल भावना परिवर्तन। जे मु सुस्थ निरोग निरामय अजर अमर अविनाशी ब्रह्म सुखमुनि की जमती बुझ सुखमुनि बुझाउथिल जमती परीक्षित तू सर्वाधिष्ठान ब्रह्म। ये सर्प कौन दंशन करियो? तो तू का सर्वाधिष्ठान ब्रह्म। मृत्युनांग मृत्यु ईश्वर, मृत्युर ईश्वर तू। तेणु से परिवर्तन हो गले। देखो गोटे सेकेंड परिवर्तन हो गले, भावना परिवर्तन हो गला, कल्पना परिवर्तन हो गला। मुझे देखी मृत्यु मृत्यु आसु मो शरीर पाई मृत्यु मो पाई तो नहीं ना, तुम्हें अलग हो गल। गोटे दिन वन नाइट परिवर्तन करदेला। गोटे राति रे परिवर्तन हो गले। तापर दिन समाज चिंतन करंतु तो देखी आत्मार जप करंतु। कुबुजी न बजाई भजन न करी खोल न बजाई आत्मार भजन करंतु प्रति मुहूर्त रे। मु ब्रह्म, मु सर्वाधिष्ठान ब्रह्म, मु चैतन्य स्वरूप।
ମୁଁ ଚୈତନ୍ୟ ସ୍ୱରୂପ। ଶାନ୍ତନୁ କ'ଣ? ଶାନ୍ତନୁର ଅର୍ଥ କ'ଣ? ଶାନ୍ତନୁ ହେଉଛି ପୂର୍ଣ୍ଣ ନିର୍ବିକାର ବ୍ରହ୍ମ ଚୈତନ୍ୟ। ବୁଝନ୍ତୁ ଏ କଥାକୁ, ପୂର୍ଣ୍ଣ ନିର୍ବିକାର ବ୍ରହ୍ମ ଚୈତନ୍ୟ। ପୂର୍ଣ୍ଣ ନିର୍ବିକାର ବ୍ରହ୍ମ ଚୈତନ୍ୟ ହେଲା ଶାନ୍ତନୁ। ଶାନ୍ତନୁରୁ ସୃଷ୍ଟି ହେଲା, ଏକ୍ସେପ୍ଟ। ଗଙ୍ଗା ଆସିଲେ, ସତ୍ୟବୃତ୍ତି ଆସିଲେ, ପ୍ରକୃତି ଆସିଲା। ଚୈତନ୍ୟ ପ୍ରକୃତି ହେଉଛି ଗଙ୍ଗା, ସତ୍ୟବ୍ରତୀ ହେଲା ଜଡ଼ ପ୍ରକୃତି। ବାସ୍ ସୃଷ୍ଟି ହେଇଗଲା। ପୂର୍ଣ୍ଣ ନିର୍ବିକାର ବ୍ରହ୍ମ ଚୈତନ୍ୟ ହେଇଯାଅ, ବାସ୍ ମୂଳ ପଳାଅ। ବିପଦ ରଦ, ବିପଦ ଦଲିଲ ବନ୍ଦ ହେଇଯିବ ସେଠି। କେବଳ ବିପଦ ତୁମକୁ ପରିବର୍ତ୍ତନ କରିବା ପାଇଁ ଆସିଛି, ଏଠି ଏ ଜ୍ଞାନ ହେଇଯାଉ ତୁମର, ବାସ୍ ସରିଗଲା। କେଡ଼େ ସୁନ୍ଦର ଜିନିଷ ଏଇଟା। ଏଇଟା ପ୍ରାକ୍ଟିକାଲ ଜିନିଷ, ପ୍ରତି ମୁହୂର୍ତ୍ତରେ ଫେସ୍ କରୁଛ ନା ଏ କଥାକୁ, ବିପଦକୁ। ତେଣୁ ୱାନ୍ସ ଜ୍ଞାନ ହେଇଗଲା ମାନେ ବିପଦ ଗଲା। ବିପଦ କୁହେଳିକା ସୃଷ୍ଟି କରିଛି, ମନର ମାୟା ବି ଜାଲ ସୃଷ୍ଟି କରିଛି ବିପଦ। ଇଏ ଗୋଟେ ଅଭିନବ କୌଶଳ ଆତ୍ମାର। ଆତ୍ମାର ଗୋଟେ ବଳିଷ୍ଠ କୌଶଳ ଯଦି କିଛି ଥାଏ, ସେ ହେଉଛି ଅଭିନବ କୌଶଳ, ହେଉଛି ବିପଦ। ବିପଦ ହେଉଛି ପରମାଣୁ ଅସ୍ତ୍ର ତୁମକୁ ପରିବର୍ତ୍ତନ କରିବା ପାଇଁ। ସମ୍ପଦ ଦେଲେ କ'ଣ ହବ? ହରିଆ ହରିଆ ବୋଲ, ମାଗୁର ମାଛର ଝୋଲ। ବୁଝିଲେ? ସମ୍ପଦ ଥିଲେ ଏଇଟା ହବ। ମାଛ ଖାଉଥିବ, ହରି ହରି ବୋଲୁଥିବ, ହରିଆ ହରିଆ ବୋଲ, ମାଗୁର ମାଛର ଝୋଲ। ସମ୍ପଦରେ ଏଗୁଡ଼ା କେବେ ନ ହୁଏ। ଗୋଟେ ଲୋକ ଯାଉଥିବେ ରାସ୍ତାରେ, ସେଇ ମୋଟରସାଇକେଲ ଥିବ, ହାତ ଟେକିଦେବେ ମଥାକୁ, ଠାକୁର ସାଇଡରେ ଥିବ, ଲେଫ୍ଟ କି ରାଇଟ, ବାସ୍ ଚାଲିଲେ। ନିଜ କାମ ବ୍ୟସ୍ତ, ନା ବୋଲେଇବେ, ନା ଷ୍ଟାଣ୍ଡ ମାରିବେ, ନା ମନ୍ଦିର ଭିତରକୁ ଯିବେ, ନା ଚପଲ ଖୋଲିବେ, ବାସ୍। ଏ କ'ଣ? ଧନ୍ୟ ମାନବର ଅଭିନବ କୌଶଳ, ବୁଦ୍ଧିଯୁକ୍ତ ମାନବ। ଆଉ ତାଠାରୁ ଆହୁରି ଧନ୍ୟ ହେଉଛି ଆତ୍ମା, ଯିଏ ତାକୁ କରାୟତ୍ତ କରି ରଖିବା ପାଇଁ ସବୁ ପ୍ରକାର ବିସ୍ଫୋରକର ଅସ୍ତ୍ର ରଖିଛି ତୁମକୁ ପରିବର୍ତ୍ତନ କରିବାକୁ। କେତେବେଳେ ବିପଦ ପେଲି ଦେଉଛି, କେତେବେଳେ ନିରାଶ ଭାବ ପେଲି ଦେଉଛି, କେତେବେଳେ ଅନାଟନ ପେଲି ଦେଉଛି, କେତେବେଳେ ଫ୍ଲଡ୍, କେତେବେଳେ ସାଇକ୍ଲୋନ, ସବୁ ରଖିଛି ସେ ସାଇଡ୍। କ'ଣ କରିବ ତୁମେ? ତୁମେ ଯେତେ ବଳଶାଳୀ ହେଲେ ଆତ୍ମା ପାଖରେ ହାର ମାନିବ, ତାର କୌଶଳକୁ ତୁମେ ପରାସ୍ତ କରିପାରିବନି। କେତେବେଳେ ପରାସ୍ତ କରିବ? ଯତ୍ର ଯୋଗେଶ୍ୱର କୃଷ୍ଣ। ବୁଝିଲେ? ନିଜେ ଯେତେବେଳେ ହେଇଯିବ, ନିଜେ ଆତ୍ମାମୟ ହେଇଯିବ, ନିଜେ ଭାବନାମୟ ହେଇଯିବ ଯେ ନାଇଁ, ମୁଁ ପ୍ରକୃତରେ କେବଳ ହିଁ ଆତ୍ମା, ନଥିଙ୍ଗ ଏଲ୍ସ, ମୁଁ ଆଉ କିଛି ନୁହେଁ, କେବଳ ହିଁ ମୁଁ ଆତ୍ମା। ତୁମେ କ'ଣ କହୁଛ? ତୁମେ କହୁଛ ମୁଁ ରାମ, ତୁମେ କହୁଛ ମୁଁ ଡବୁଲ ବବୁଲ। ବୁଝିଲେ? ସେ ନାଁ ଧରି ଜପ କରନି। ଯଦି ଜପ କରିବାର ଅଛି କୁବୁଜି ବଜେଇକିରି, ତାହେଲେ ଆତ୍ମାକୁ ଜପ କର, ଜ୍ଞାନରେ ଜପ କର। ଜ୍ଞାନ ନ ହେଇକି ଜପ କଲେ କିଛି ହବନି। କନଫର୍ମ ହୁଅ ଆତ୍ମା ମୁଁ, କନଫର୍ମ ପୁରା ହୁଅ ମୁଁ ଆତ୍ମା, ତା ବ୍ୟତୀତ କିଛି। କୋଟି କୋଟି ଟଙ୍କା ଦେଲେ, କୋଟି କୋଟି ପରାମର୍ଶ ଦେଲେ ବି ଏ କଥା ତୁମକୁ କହିବା ପାଇଁ ହୁଏତ ବିରଳ ହେଇପାରେ ଯେ ମୁଁ ଆତ୍ମା, ମୁଁ ପ୍ରକାର ମାନେ ପ୍ରକୃତରେ ତୁମେ ସେ ଆତ୍ମା, ପୂର୍ଣ୍ଣ ନିର୍ବିକାର ବ୍ରହ୍ମ ଚୈତନ୍ୟ ତୁମେ, ସେଇଟା ହେଇଯାଅ, ଶାନ୍ତନୁ ହେଇଯାଅ। ନା ଅଭିମନ୍ୟୁ ହୁଅ, ନା କୃଷ୍ଣ ହୁଅ, ନା ଗଙ୍ଗା ହୁଅ, ନା ଅର୍ଜୁନ ହୁଅ, ନା ଭୀମ, ଦୁର୍ଯ୍ୟୋଧନ, ଶକୁନି, ସବୁ ରୋଲ ଅଛି ତୁମ ଭିତରେ। सबको फोपाड़ी पूर्ण चैतन्य ब्रह्म निर्विकार पूर्ण चैतन्य ब्रह्म हो जाओ शांतन जो सृष्टि आरंभ
ଆଉ ତୁମେ କ'ଣ ଶକୁନିରେ ଅଛ? ତୁମେ କୃପାଳୁ ହେଇକି ରହିଛ, ତୁମେ ଭୀଷ୍ମ ହେଇକି ରହିଛ, ତୁମେ କର୍ଣ୍ଣ ବି ହେଇକି ରହିଛ, ତୁମେ ଦୁଶାସନ ବି ହେଇକି ରହିଛ, ଯୁଧିଷ୍ଠିର ବି ଅଛନ୍ତି କେହି ଜଣ, ଅର୍ଜୁନ ବି ହେଇକି ରହିଛନ୍ତି। ଅର୍ଜୁନ ହେଲେ କିଛି ହବନି, ତୁମେ କୃଷ୍ଣ ହବାକୁ ହିଁ ପଡ଼ିବ। ତେଣୁ ଯତ୍ର ଯୋଗେଶ୍ୱର କୃଷ୍ଣ ଯତ୍ର ପାର୍ଥ ଧନୁର୍ଦ୍ଧର ମତିରି ମମ, ମୋ ମନକୁ ନୀତିରି ମତିରି ମମ, ନୀତିରି ମତିରି ମମ, ନୀତିଯୁକ୍ତ ହଉ। ମନଟା ନୀତିଯୁକ୍ତ ହେଲେ ତୁମେ ସ୍ୱୟଂ କୃଷ୍ଣ ହେଇଯିବ। କୃଷ୍ଣ ଅର୍ଜୁନ ଗୋଟେ ଛିଡ଼ା ହେଇଗଲେ ଯୁଦ୍ଧ ସମାପ୍ତ ହେଇଯିବ ନା? ତା ତଳ ପାରରେ, ତା ତଳ ଲାଇନରେ ଦେଖନ୍ତୁ ଲେଖା ହେଇଛି, ମୋ ମନଟା ନୀତ୍ରି ମତ୍ରି ମମ, ନୀତିଯୁକ୍ତ ହବା ଦରକାର ମନଟା। ବାସ୍ ଠିକ ହେଇଯିବ ସବୁ। ତେଣୁ ବିପଦ ଆଜି ଗଲେ ନା ରହିଲେ ବିପଦ ଆଉ। ମୁଁ ଏଠି ବସିଥିଲି, ମୁଁ ଭାବୁଥିଲି କିଛି କହିବିନି, ଆଚ୍ଛା, କିନ୍ତୁ କହି ହେଇଗଲା କେତେ କଥା। ଧନ୍ୟବାଦ, ସମସ୍ତେ ଏ କଥାକୁ ଶୁଣିଛନ୍ତି। ଆଉ ଆଶା କରେ ଏଇ ବଳିଷ୍ଠ ସତ୍ସଙ୍ଗଟି ସମସ୍ତଙ୍କୁ ଉତ୍ସାହିତ କରିଥିବ, ବିଜୟଯୁକ୍ତ କରିବା ପାଇଁ ସହାୟକ ହେବ। ମନର ଯେଉଁ ଭ୍ରାନ୍ତ ଥିଲା, ମନର ଯେଉଁ ଭୟ ଥିଲା, କ୍ରୋଧ ଥିଲା, ସମାପ୍ତ ହେଇଯିବ ଏଇ ସତ୍ସଙ୍ଗରେ, ମୁଁ ଆଶା କରେ। ଧନ୍ୟବାଦ ସମସ୍ତଙ୍କୁ। ରଖିବା ଏଠି, ଆଉ ମତାମତ ବି ନେଇପାରିବାନି। ତେଣୁ ଏଇଠି ସତ୍ସଙ୍ଗକୁ ସାଙ୍ଗ କରିବା। ସମସ୍ତଙ୍କୁ ଧନ୍ୟବାଦ। ଜୟ ଜୟ।